ତମେ ପ୍ରଥମେ ଶୁଣିଦେବା। ମୁଁ ବି ଧର୍ମ ବିଷୟ ନେଇକି ମୋ ଭିଡ଼ିଓ କରିବାର ଇଚ୍ଛା ନଥିଲା, କିନ୍ତୁ ମୁଁ କରିବାକୁ ଯାଉଛି। କିନ୍ତୁ ଆମେ ମ୍ୟାଡ଼ାମ୍ କ'ଣ କହିଛନ୍ତି ତା ଆମେ ଶୁଣିବା, ତାପରେ ଭଲରେ ତାକୁ ଧର୍ମକୁ ନେଇକି ଭିଡିଓ କରିବିନି ବୋଲି ଭାବେ, କିନ୍ତୁ ଏଇ କିଛିଟା କଣ୍ଟାପିଟା ମାନଙ୍କ ପାଇଁ ଧର୍ମକୁ ନେଇ ଭିଡିଓ କରିବାକୁ ବାଧ୍ୟ ହେଉଛି। ଆମେ ଶୁଣିଲୁ ଯେ ତାଙ୍କର ବଚନରୁ ଯେ କଣ୍ଟା ପିଟା, ଆଉ ସେ କଣ୍ଟା ପିଟା ଉପରେ ମୁଁ ଆରମ୍ଭ କରିବାକୁ ଯାଉଛି। ପ୍ରେଜ୍ ଲର୍ଡ। ଧନ୍ୟବାଦ ହଉ ସେ କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ନିକଟରେ ଆଉ ଗୋଟେ ଶିକ୍ଷା ନେଇ ଆସିବା ପାଇଁ ସୁଯୋଗ ଦେଲେ, ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ମୋ ଦର୍ଶକ ବନ୍ଧୁମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ପ୍ରେମ ନମସ୍କାର। ପ୍ରେଜ୍ ଲର୍ଡ। ଆଜିର ଶିକ୍ଷା ହେଉଛି ଯେ ଧର୍ମକୁ ନେଇ ମୁଁ ଭିଡ଼ିଓ କରିବି ନାହିଁ ବୋଲି ଭାବିଥିଲି, କିନ୍ତୁ ମୁଁ ଭିଡ଼ିଓ କରିବା ପାଇଁ ବାଧ୍ୟ ହେଉଛି। ଆଚ୍ଛା, ଆମେ ମଧ୍ୟ କିଏ କାହାକୁ କଣ୍ଟା ପିଟୁଥିଲା ତାହା ଆମେ ଶାସ୍ତ୍ରରୁ ଦେଖିବା। ଏଇ ଯେଉଁ ଅନ୍ଧାରରେ ବାଡ଼ି ବୁଲେଇବା ଦ୍ୱାରା ଲୋକେ କ'ଣ ବିରକ୍ତ ହୁଅନ୍ତି, କିନ୍ତୁ ବିରକ୍ତ ସେଠି କିଛି ସତ୍ୟତା ନାହିଁ। କିନ୍ତୁ ଶାସ୍ତ୍ରରେ ଯଦି ଲେଖା ହେଇଛି ସେଇଟା ମୋ ପରି କାଢ଼ିକି ଯଦି ଦେଖାଉଛୁ ବୋଲେ ଆମେ ଜାଣିବୁ। ଆଉ ତାପରେ ହଜାରେ ବାପର ଛୁଆ, ଏଇ ମାଇକିନାଟା କହୁଛି କ'ଣ ହଜାରେ ବାପର ଛୁଆମାନଙ୍କୁ, ଆଉ ଏଇ ମାଇକିନା କହୁଛି କ'ଣ କଣ୍ଟା ପିଟା, ଆଉ ଏମାନେ ସମସ୍ତେ କହୁଛନ୍ତି କ'ଣ କଣ୍ଟା ପିଟା। କଣ୍ଟା କାହାକୁ କିଏ ଆଉ କେତେବେଳେ ପିଟିଥିଲା, କଣ୍ଟା କାହାକୁ କିଏ କେତେବେଳେ ପିଟିଥିଲା ଏବଂ କଣ୍ଟା ପିଟିବା ଯେଉଁ କେଉଁ ଶାସ୍ତ୍ରରେ ଲେଖା ହେଇଛି ବା କେଉଁମାନେ ପିଟୁଥିଲେ, ମାନେ ପିଟୁଛନ୍ତି, ଏବେ ପର୍ଯ୍ୟନ୍ତ ପିଟୁଛନ୍ତି। ଆଉ ପାଳ ଯେଉଁଟା ତିଆରି କରୁଛନ୍ତି, ପାଳକୁ ମଣ୍ଡନ କରିକି 3 ଦିନ କେବଳ ତାର ମାନେ ସମୟ ବୟସ 3 ଦିନ। କାହିଁକି 3 ଦିନ ପରେ ଯୀଶୁଙ୍କୁ ପୁତିଲେ ତାପରେ ଉଠିଲା, କିନ୍ତୁ ଏମାନେ 3 ଦିନ ପରେ ପାଣିରେ ଫିଙ୍ଗି ଦେବେ, ସେ ପାଣି ଭସେଇକି ନେବ। କାହିଁକି? ତାଙ୍କର ଦେବତା ତ ପାଣିରେ ଭାସିକି ଗଲେ ନା। ତାଙ୍କେ ଜାଣିଛନ୍ତି ତାଙ୍କର ଯାହାକୁ ଯେଉଁ ଭଗବାନ ବୋଲି ମାନୁଛନ୍ତି ସେ ପାଣିରେ ଡେଇଁ ପଡ଼ିକି ଚାଲିଗଲେ। ସେ କୁଆଡ଼େ ଗଲେ କ'ଣ, ତାର ଅସ୍ତିତ୍ୱ କିଛି ନାହିଁ, ସମାଧି ତାର କିଛି ନାହିଁ। ସେଥିପାଇଁ ତାଙ୍କର ପ୍ରଥା ହେଉଛି ଯେ 3 ଦିନ ପରେ ସେମାନେ ପାଣିରେ ଫିଙ୍ଗିବେ, ତାଙ୍କର ଫିଙ୍ଗିବେ, ସେ କୁଆଡ଼େ ଭସେଇକି ନେଲା କ'ଣ ନାହିଁ। ଆମର ଯେତେବେଳେ ଯେତେବେଳେ ହାଇସ୍କୁଲରେ ଆମେ ଗଭର୍ଣ୍ଣମେଣ୍ଟ ହାଇସ୍କୁଲରେ ପଢ଼ୁଥିଲୁ, ସେତେବେଳକୁ ଆମର ତାକୁ କୁହାଯାଏ ବିସର୍ଜନ କରିବାକୁ ଯାଆନ୍ତି। ସେତେବେଳେ କ'ଣ ସେଇଟାକୁ ଫିଙ୍ଗାଯାଏ, ଯେଉଁଟା ପାଳ ଦ୍ୱାରା ତିଆରି କରାଯାଇଥିବ, ଭିତରେ ପାଳ ଥିବ, ତା ଉପରେ ସେମାନେ ମଣ୍ଡନ କରିକି ସବୁ କରିକି ତାର ଫିଙ୍ଗନ୍ତି। କିନ୍ତୁ ସେ ବିଷୟ ନେଇ କିଏ କାହାକୁ କଣ୍ଟା ପିଟିଥିଲା ଏବଂ ଶାସ୍ତ୍ରର କେତେ ଅଂଶରେ କେତେ ଲେଖା ହେଇଛି ତାହା ବାଧ୍ୟ ହେଲି ମୁଁ କହିବା ପାଇଁ। ଆଗରୁ ବି କହିଥିଲି, ଏବେ ମଧ୍ୟ ଆଉ ଥରେ 2 ଥର କହିବାକୁ ଯାଉଅଛି। ଆସ ଆମେ ଦେଖିବା ଯିରିମିୟ 10 ଅଧ୍ୟାୟ 4 ପଦ। ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି, ପୁଣି ତାହା ଯେପରି ଟଳ ନହିବ ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି। ସେମାନେ କୋଉମାନେ? ଯେଉଁମାନେ ସୃଷ୍ଟିକର୍ତ୍ତାକୁ ଜାଣିନାହାନ୍ତି, ଯେଉଁମାନେ ପରମେଶ୍ୱରକୁ ଜାଣିନାହାନ୍ତି, ଯେଉଁମାନେ ତାହାକୁ ଯିଏ ପୃଥିବୀକୁ ପଠେଇଲେ ତାହାକୁ ଜାଣିନାହାନ୍ତି, ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି। ତା ଉପରେ ଖାଲି ରୂପା ସୁନା, ଭିତରେ ନାହିଁ। ଭିତରେ କ'ଣ ଅଛି? କାଠ ଅଛି, ନ ତ ସେ ପାଳ ଥିବ, କିନ୍ତୁ ତା ଉପରେ ସେ ମଣ୍ଡନ କରନ୍ତି। ପୁଣି ତାହା ଯେପରି ଟଳ ନହିବ ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି। କଣ୍ଟା ମାରି, ହାତୁଡ଼ି ଦ୍ୱାରା କଣ୍ଟା ମାରି। ଆଉ କିଏ କାହାକୁ କଣ୍ଟା ମାରୁଥିଲେ ସେଇଟା ଆପଣମାନେ ଦେଖନ୍ତୁ। ଯିଶାୟ 41:7। ଏହି ରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇ ଅଛି ବୋଲି କହି ଦେହରେ ପିଟିବା ଲୋକକୁ ଆଶ୍ୱାସ ଦେଲା। ପୁଣି ପ୍ରତିମାଟି ଯେପରି ଟଳ ନ ହୁଏ ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା। ଏ ପ୍ରକାର ଭାବରେ ଏ ଶାସ୍ତ୍ରରେ ଆମେ ପାଇପାରୁ, କିନ୍ତୁ ତାଙ୍କେ ଶାସ୍ତ୍ର ଦେଖାଇ ପାରିବେ ନାହିଁ, ଖାଲି ଭାଷଣଟା ମାରିଦେବେ। କଣ୍ଟା କିଏ କାହାକୁ ପିଟିଥିଲା? ଇସ୍ରାଏଲ ଦେଶରେ ପ୍ରଥାଟି ଅଛି, ସେମାନେ ସେ କୃଷ କାଠ ବନାନ୍ତି, ଯେଉଁମାନେ ବହୁତ ଭୁଲ କାମ କରନ୍ତି ସେମାନଙ୍କୁ ସେଠି ଫାଶୀ ଦିଅନ୍ତି, ସେ ଫାଶୀ କୁଣ୍ଟଟା। ସେଥିପାଇଁ
ସେଠୁ ବର୍ଷକୁ ଥରେ ତାଙ୍କେ ଫାଶୀ ଯେତେବେଳେ ଦେବେ ସେତେବେଳେ ଗୋଟେ ଯାତ୍ରା ହେବ। ସେ ତାଙ୍କ ଯାତ୍ରା ସରିଲା ପରେ ତାର ବାସି ଦିନରେ ସେମାନେ ଯେଉଁମାନେ ଏଇ ମାନେ ଫାଶୀ ମାନେ ଦଣ୍ଡ ପାଆନ୍ତି ସେମାନଙ୍କୁ ଫାଶୀ ଦିଅନ୍ତି। ସେଥିଭିତରୁ 3 ଜଣଙ୍କୁ ସେମାନେ ବାଛିଥିଲେ। ଆଉ 3 ଜଣଙ୍କ ଭିତରେ ଯିଏ ମଝି ସ୍ଥାନରେ ଯିଏ ରହିବ ତାକୁ ଦେଇଥାନ୍ତେ ପୁଣି ସେଇଦିନ ସେ ବର୍ଷରେ। ସେତେବେଳକୁ ଲୋକମାନେ କହିଲେ ଯେ ଏ ଈଶ୍ୱରଙ୍କ କାର୍ଯ୍ୟ କରିବାର ସହି ନ ପାରି ଏବଂ ସତ କଥା କହିବା, ଯୀଶୁ ଯେଉଁ ସତ କଥା କହିବା ଏବଂ ତାଙ୍କର କାର୍ଯ୍ୟକୁ ସହି ନ ପାରି ପୁରୋହିତ ଲୋକମାନେ ଏବଂ ବଡ଼ ବଡ଼ ଲୋକମାନେ ଯେଉଁମାନେ ମନୁବାଦୀ ବା ମନୁ ଚିନ୍ତାଧାରାର ଲୋକମାନେ ସେମାନେ କ'ଣ କଲେ, ତାକୁ ମାରିବା ପାଇଁ ଲୋକମାନଙ୍କୁ ଅଧିକାର ଦେଲେ। ଯେତେବେଳେ ରାଜା ପଚାରିଲେ ଆମେ କାହାକୁ ଛାଡ଼ିବା, ମୁଁ ତ ତାହାର ଭୁଲ କୌଣସି ପ୍ରକାର ପାଉନାହିଁ, କିନ୍ତୁ କାହାକୁ ଛାଡ଼ିବା ଫାଶୀ ଦେବା। ସେତେବେଳକୁ ସେମାନେ କହିଲେ ଯେ ନାଇଁ, ବାରବା ନାମକ ଯିଏ ଅଛି ତାହାକୁ ତୁମେ ଛାଡ଼, କିନ୍ତୁ ଯୀଶୁକୁ ତୁମେ ଫାଶୀ ଦିଅ। ଆଉ ସେ ଫାଶୀ କୁଣ୍ଠଟା ତାଙ୍କର ପ୍ରଥାର ଥିଲା। ଆଉ ଯୀଶୁଙ୍କର କେବଳ କହିଲେ ମୁଁ ଓ ପିତା ଏକ। ମୁଁ ଯେଉଁଟା ଶବ୍ଦ ଯେଉଁଟା କହୁଥିଲେ, ଯେଟାକି ନିଜକୁ ଈଶ୍ୱର ବୋଲାଉଅଛି, ମାନେ ନିଜକୁ ସେ ପରମେଶ୍ୱର ବୋଲାଉଛି ବୋଲିକି ଏଇ ଗୋଟିଏ ପଦ ଲୋକମାନଙ୍କ ପାଇଁ ବହୁତ ମାନେ ଜୀର୍ଣ୍ଣ କରିପାରିଲେ ନାହିଁ। ଏହି ପଦ ପାଇଁ ତାଙ୍କୁ କ'ଣ କଲେ, ଫାଶୀ ଦେଲେ। ସେ କହିଥିଲେ ମୁଁ ଓ ପିତା ଏକ, ମୁଁ ଜଗତର ଜ୍ୟୋତି, ମୁଁ ସୃଷ୍ଟିକର୍ତ୍ତା। ଯାହା ବି ସେ ଯେତେଟି କହିଛନ୍ତି, ମୁଁ ପୃଥିବୀର ଲବଣ, ମୁଁ ଜଗତର ଜ୍ୟୋତି, ଏଇ ଯେଉଁ ମୁଁ ଶବ୍ଦ ଯେତେବେଳେ ୟୁଜ୍ କଲେ ସେତେବେଳକୁ ସେମାନେ ବିରକ୍ତ ହେଲେ। ହଁ, ସେ ନିଜକୁ ଈଶ୍ୱର କହୁଅଛି। ସେଥିପାଇଁ ପୃଥିବୀ ସାରା ଆଜି କାହାର ମଧ୍ୟ ସମାଧିକୁ ଜଗା ହେଇନି। ସେତେବେଳକୁ ସେମାନେ କହିଲେ ମହାଶୟ, ଆମର ମନେ ପଡ଼ୁଅଛି ଯେତେବେଳେ ଯେ ଥିଲା ସେତେବେଳେ ସେ ଯେଉଁଟା କହିଛି ଯେ ମୁଁ 3 ଦିନ ପରେ ଉଠିବି। ଆଉ ସେ ତାଙ୍କର ଶିଷ୍ୟମାନେ କାଳେ ତାକୁ ଚୋରେଇକି ନେବେ ଆଉ କହିବେ ଯେ ଏଇ ଲୋକଟି ଉଠିଲା ବୋଲିକି। ସେଥିପାଇଁ ଆମକୁ 3 ଦିନ ପର୍ଯ୍ୟନ୍ତ ସମାଧିକୁ ସୁରକ୍ଷା କରିବା ପାଇଁ ଦିଆଯାଉ। କିନ୍ତୁ ସେମାନେ ଯାଇ ସୁରକ୍ଷା କଲେ, ସବୁ କଲେ, କିନ୍ତୁ କିଛି କରିପାରିଲେ ନାହିଁ। କାରଣ ସେ ଯେମିତି କହିଥିଲେ ସେମିତି ଉଠିଲେ। ସେଥିପାଇଁ ପୃଥିବୀ ସାରା ଲୋକମାନେ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅଛନ୍ତି, ଖ୍ରୀଷ୍ଟଙ୍କ ରାଜ୍ୟରେ ଅଛନ୍ତି। ଖ୍ରୀଷ୍ଟାବ୍ଦ ଲେଖା ହେଉଛି। ଆଉ ଏଇଟା କୌଣସି ଲୋକ କାଟି ପାରିବ ନାହିଁ, କାଟି ପାରିବେ ନାହିଁ। ଯେହେତୁ ଏଇଟା ହେଉଛି ପ୍ରକୃତ ସତ୍ୟ। ସେଥିପାଇଁ ଆଜି ଏ ଆଗାମୀ ଅଧ୍ୟାୟରେ ମୁଁ ଆପଣମାନଙ୍କୁ ଭଲରେ ମୁଁ ସେ ଉପରେ ଶିକ୍ଷା ଦେବି। ଆଜିର ଶିକ୍ଷା ଉପରେ ପରସ୍ପର ଆମ ପ୍ରତ୍ୟେକକୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର।